Hey students, good morning to all and welcome to my channel Educational Vibes with Madhusmita. आज ଆମେ standing up for yourself ର part 4 ର text କୁ cover up କରିବା. Okay, then ଏହାର question answer discuss କରିବା. ପୂର୍ବରୁ ଆମେ part 3 କୁ ପଢି ଦେଇଥିଲେ. ଆଜି ଆମେ part 4 କୁ ପଢିବା. Okay, ତ time waste ନ କରିକି ଚଲା ଯିବା part 4 କୁ ପଢିବା. Okay. And first line ହଉଛି I went into training with parallel bars and weights. Okay, ମୁଁ ଗଲି training ନବା ପାଇଁ with parallel bars. Okay, parallel bars ଗୁଡ଼ିକ କେମିତି ହେଇଥାଏ କହିଲ? exercise କରିବା ପାଇଁ ଏମିତି ହେଇଥିବ. Okay, exercise କରିବା ପାଇଁ ବ୍ୟାୟାମ କରିବା ପାଇଁ ଆଉ weights ଗୁରା କେମିତି ହେଇଥିବ ନା this ନା ମୁଁ ଗଲି ମୋ ଟ୍ରେନିଂ ଆରମ୍ଭ କରିବା ପାଇଁ ୱିଥ୍ ପାରାଲାଲ ବାର୍ସକୁ ନେଇକି ଆଉ ୱେଟ୍ସକୁ ନେଇକି ମୁଁ ମୋ ଟ୍ରେନିଂକୁ ଆରମ୍ଭ କରିଦେଲି ଆଫ୍ଟର ଏଭ୍ରି ସେସନ୍ ପ୍ରତିଟି ଟ୍ରେନିଂ ପରେ ବା ପ୍ରତିଟି ପିରିୟଡ଼ ପରେ ଆଇ ଉଡ୍ ଫିଲ୍ ମାଇ ମସଲ୍ସ ଦେ ଆର୍ ଗେଟିଂ ବିଗର ବଟ୍ ସ୍ଲୋଲି ମତେ ଫିଲ୍ ହଉଥିଲା କି ମୋର ଯୋଉ ମସଲ୍ସ ଗୁଡାକ ଅଛି ସେଗୁଡାକ ବଡ ହେଇ ଚାଲିଛି ଧୀରେ ଧୀରେ ବଟ୍ ସ୍ଲୋଲି ଧୀରେ ଧୀରେ ହଉଛି କିନ୍ତୁ ମତେ ଲାଗୁଛି ମୋ ମସଲ୍ସ ଗୁଡା ସବୁ ବଡ ବଡ ଏବଂ ଶକ୍ତ ଷ୍ଟ୍ରଙ୍ଗ ହବାରେ ଲାଗିଛି then I remembered that something I had read in a book about miraculous Japanese method of wrestling. Okay, ସେ କହୁଛି I had read in a book ମୁଁ ମୋର ମନେ ପଡିଲା କି ମୁଁ ଗୋଟେ ବୁକ୍ ରେ ପଢିଥିଲି କାହା ବିଷୟ ନା about a miraculous Japanese method of wrestling କୁସ୍ତି କରିବାର ଗୋଟେ ଜାପାନିଜ ମେଥଡ ଗୋଟେ ପଢିଥିଲି ଓକେ ଗୋଟେ ବୁକ୍ ରୁ which gave an advantages to the weak over the strong ଯୋଉଟା କି advantage ମାନେ ବହୁତ helpful କୋଉମାନଙ୍କ ପାଇଁ to the weak over the strong ଯୋଉମାନେ weak ଅଛନ୍ତି strong ହବା ପାଇଁ ତାଙ୍କ ପାଇଁ ଗୋଟିଏ ବହୁତ ବଡ advantage ଥିଲା ବହୁତ ବଡ helpful ଥିଲା ଓକେ ମୁଁ ପଢିଥିଲି ସେଇ ଗୋଟେ ବୁକ୍ ରୁ ଏହି ଜାପାନିଜ method କୁ I exchanged a weak weight I exchanged a weak ration card for the textbook on Jujutsu Kaisen ବିଷୟରେ ଜାଣିଥିବ ସେ ଅଲଗା ଜୁଜୁସ୍ତୁ ହଉଛି ଗୋଟିଏ କଣ ନା ଜୁଜୁସ୍ତୁ ମାନେ ହଉଛି କଣ କହିଲ ଗୋଟିଏ ସେଲ୍ଫ ଡିଫେନ୍ସ ପାଇଁ ଗୋଟିଏ ଇଏ ଏଇଟା ହଉଛି ଗୋଟେ ଜାପାନିଜ ମେଥଡ ସେଲ୍ଫ ଡିଫେନ୍ସ ପାଇଁ ଓକେ ସେ କଣ କରିଥିଲେ ଗୋଟେ ଏକ୍ସଚେଞ୍ଜ କରିଥିଲେ ତାଙ୍କ ୱିକରେ ଗୋଟେ ରାସନ କାର୍ଡ ଯୋଉ ଥିଲେ ତାକୁ ଏକ୍ସଚେଞ୍ଜ କରିଥିଲେ ଗୋଟେ ସାଙ୍ଗ ଠାରୁ ସେ ବୁକଟି ଆଣିବା ପାଇଁ ସେ ବୁକଟି ତା ପାଖକୁ ଆଣିଥିଲେ ତା ବଦଳରେ ସେ ରାସନ କାର୍ଡ ତାଙ୍କୁ ତାର ଗୋଟେ ୱିକର ରାସନ କାର୍ଡ ଦେଇଥିଲେ ଓକେ ତାପରେ ଦେଖିବା କଣ ଘଟୁଛି For 3 weeks I stayed at home 3 ସପ୍ତାହ ଧରି ମୁଁ ଘରେ ରହିଲି practicing with 2 other boys ଦୁଇଟି ବୟ ସହିତ ମୁଁ ପ୍ରାକ୍ଟିସ କରୁଥିଲି then I went out ତାପରେ କଣ ହେଲା ମୁଁ ବାହାରିଲି Red was sitting on the lawn in our yard ଆମ ଯୋଉ yard ଥିଲା ସେ ଯୋଉ ଘାସ lawn ମାନେ ଘାସ ପଡିଆ ସେଠାରେ Red ବସିଥିଲା playing Bingetone ଗୋଟେ ଗେମ୍ ଓକେ ତାସ୍ ପରି ଗୋଟେ ଗେମ୍ with his lieutenants ତା ଯୋଉ lieutenants ମାନେ ଥିଲେ ତା ସାଥୀ ଯୋଉମାନେ ଯୋଉ ଥିଲେ ତାଙ୍କ ସହିତ ବସିକି କଣ ଖେଳୁଥିଲା ନା ଭିଙ୍ଗିତୁନ ଓକେ winged it on he was absorbed in the game ସିଏ ପୁରା ଗେମ୍ ଭିତରେ ପୁରା ପଶି ଯାଇଥିଲା ପୁରା ମନ ଦେଇକି ଧ୍ୟାନ ଦେଇକି ବସିକି ସିଏ ଆଉ ତାର ଲେଫ୍ଟିନାଣ୍ଟସ୍ ମାନେ ଗେମ୍ ଖେଳୁଥିଲେ fear was still deep in me fear ଟା ତଥାପି ମୋ ମନ ଭିତରେ ଥିଲା urging me to go back ମତେ କହୁଥିଲା କି ସେ ଯୋଉ fear ଟା ତୁ ପଛକୁ ପଳେଆ ଭୟରେ ମତେ କହୁଥିଲା କି ତୁ ଆଉ ଯା ନା କିଛି କରିବା ଦରକାର ନାହିଁ ପଛକୁ ପଳେଆ but I went out କିନ୍ତୁ ମୁଁ ଗଲି to the players ସେଇ ପ୍ଲେୟାର୍ସ ମାନଙ୍କ ପାଖକୁ ସେଇ ଖେଳାଳି ମାନଙ୍କ ପାଖକୁ ମୁଁ ଗଲି and kicked and scattered the cards ମୁଁ କିକ୍ ମାନେ ମାରିଲି ଆଉ ସେ cards ଗୁଡା ସବୁ scatter ହେଇଗଲା ସବୁ ବିଛେଇ ହେଇ ପଡିଲା red looked up red ଚାହିଁଲା surprise at my ସରପ୍ରାଇଜ ହେଇଗଲା କୋଉଥିପାଇଁ ନା at my impudence after my recent fight ମୋ ସହିତ ଯୋଉ recent fight ହେଇଥିଲା ହେଲା
ମୋ ମାନେ ଦୁଃସାହସତାକୁ ଉପରେ ସିଏ ସରପ୍ରାଇଜ ହେଲା। କହିଲା ମୁଁ ତାକୁ ଏତେ ମାରିଲି ତାପରେ ବି ସେ ମୋ ପାଖକୁ ଆସୁଛି ମାରିବା ପାଇଁ। ଏଇ ସାହସକୁ ଦେଖି ସେ ପୁରା ସରପ୍ରାଇଜ ହେଇଗଲା। କିଏ ନା ରେଡ୍ ହେଇଗଲା। Then he got up slowly. ତାପରେ ରେଡ୍ ଉଠିଲା। You looking for more? କହିଲା କି ତୁମେ ଆଉ ମୋ ଠାରୁ ଖାଇବାକୁ ଚାହୁଁଛ କି? He asked menacingly. ଆଉ କହିଲା ମାନେ ରାଗିକି କହିଲା, ଭୟଙ୍କର ଭାବରେ ରାଗିକି କହିଲା as before. ପୂର୍ବ ଭଳି his hand dive into his pocket for the knuckle duster. ପୂର୍ବ ଭଳି ଯେମିତି ସେ ତା ପକେଟରେ ନକଲ ଡଷ୍ଟର ବାହାର କରିବା ପାଇଁ ହାତ ପୁରେଇଥିଲା, ଏଥରକ ବି ସେୟା କରୁଥିଲା। କିନ୍ତୁ but I made a quick jumping movement. ମୁଁ କଣ କଲି ନା ଜାବିଂ ମାନେ ପଞ୍ଚ ମାରିବା ଯୋଉ, ହଠାତ୍ ଗୋଟିଏ ପଞ୍ଚ ତାକୁ ମାଇଲି। ରେଡ୍ ହାଉଲିଂ ୱିଥ ପେନ୍। ରେଡ୍ କଣ କଲା ନା ପେନ୍ ରେ ଖାଲି ଗଡିଲା, ତାପରେ ଚିତ୍କାର କଲା। ରୋଲ ଅନ୍ ଦ ଗ୍ରାଉଣ୍ଡରେ ଗଡିଲା। ବି ୱାଇଲ୍ଡର ହି ଗଟ୍ ଅପ୍। ବିଚଳିତ ହେଇ, ବି ୱାଇଲ୍ଡର ମାନେ ବିଚଳିତ ହେବା। ବିଚଳିତ ପଡିଯାଇ ଗଡୁଥିଲା, ହଠାତ୍ କଣ କଲା ନା ଉଠିକିରି ପୁଣି ଉଠିଲା, ବିଚଳିତ ହେଇକି ଉଠିଲା। and came at me swinging his head furiously. ହେଲା, ସେ ମୋ ପାଖକୁ ଆସିଲା ଏମିତି ସୁଇଙ୍ଗିଂ, ପୁରା ଫ୍ୟୁରିୟସଲି, ଭୟଙ୍କର ଭାବରେ ତା ମୁଣ୍ଡକୁ ଏମିତି ହଲେଇ ଆଇଲା, ଯେମିତି ଷେଣ୍ଢ କିମ୍ବା ବଳଦ ରାଗିଗଲେ ମାନେ ମୁଣ୍ଡଟିକୁ ହଲାନ୍ତି, ସେ ସେଇଭଳି ମୁଣ୍ଡ ହଲେଇକି ଆସିଲା। ଦେଖ ଲେଖାଯାଇଛି ଫ୍ରମ୍ ସାଇଡ୍ ଟୁ ସାଇଡ୍ ଲାଇକ୍ ଏ ମ୍ୟାଡେନ୍ ବୁଲ୍। ଗୋଟେ ପାଗଳ ହେଇଯାଇଥିବା ଷଣ୍ଢ ଭଳି ସେ ଏପରି ଏମିତି ମୁଣ୍ଡକୁ ଏମିତି ହଲେଇ ଏପଟ ସେପଟ କରିକି ମୋ ପାଖକୁ ଆସିଲା। ନେକ୍ସଟ କଣ ହେଲା ନା I caught his wrist. ମୁଁ ତା ରିଷ୍ଟକୁ ଧରିଲି and squeezed slowly. ଆଉ ପୁରା ଦବେଇକି ଧରିଲି। ଧୀରେ ଧୀରେ ଚାପିବାକୁ ଲାଗିଲି। As I had read in the book. ଯେଭଳି ମୁଁ ବୁକରେ ପଢିଥିଲି ସେହିପରି ମୁଁ ତା ରିଷ୍ଟକୁ ଧରିଲି ଏବଂ ଧୀରେ ଧୀରେ ଚାପିବାକୁ ଲାଗିଲି। Until the knuckle duster dropped from his limp fingers. ଯେପର୍ଯ୍ୟନ୍ତ ମାନେ ମୁଁ ଚାପିକି ଧରିଲି ଯେପର୍ଯ୍ୟନ୍ତ ସେ ତା ହାତରୁ ସେ ନକଲ ଡଷ୍ଟରକୁ ଫୋପାଡ଼ି ଦେଇନି। ନର୍ସିଂ ହିଜ୍ ହ୍ୟାଣ୍ଡ, ହାତକୁ ଏମିତି ଘଷିଲା ଧୀରେ ଧୀରେ, ମାନେ ତାକୁ ବହୁତ ଜୋରେ କାଟିଲା, ସେ ଘଷିଲା। ରେଡ୍ ଫେଲ୍ ଡାଉନ୍ ଏଗେନ୍, ପୁଣି ଆଉଥରେ ପଡିଗଲା। He was sobbing and smearing the tears over his pockmarked face with his grubby fist. He was sobbing ମାନେ କହି ହେଇ କାନ୍ଦିବା, and smearing, କାନ୍ଦୁଥିଲା ଏବଂ ତା ଲୁହକୁ ତା ଟିୟର୍ସକୁ ପୋଛୁଥିଲା over his pockmarked face with his grubby fist. ହେଲା, ତା ଯୋଉ pockmarked face ଥିଲା, ବସନ୍ତ ହେଇଥିବା ଯୋଉ ମୁହଁରୁ ଯୋଉ ଲୁହ ଗୁଡାକ ବୋହି ଯାଉଥିଲା, ତାକୁ ସେ କାନ୍ଦୁଥିଲା ଏବଂ ତାକୁ ତା ସେ ଯୋଉ ଫିଷ୍ଟରେ ପୋଛୁଥିଲା। ହେଲା, ନେକ୍ସଟ from that day, ତାପରଠାରୁ ରେଡ୍ ceased to be the monarch of our street. ରେଡ୍ କୁ ନିର୍ବୁତ କରାଗଲା, ରେଡ୍ ବହିଷ୍କାର ହେଇଗଲା। କୋଉଥିରୁ ନା ଯୋଉ ମୋନାର୍କ ଥିଲା ଆମ ଷ୍ଟ୍ରିଟ ର, ରୁଲର ଥିଲା ଯୋଉ ଆମ ଷ୍ଟ୍ରିଟ ର, ସେ ତାପରଠାରୁ ବହିଷ୍କାର ହେଇଗଲା, ନିର୍ବୃତ ହେଇଗଲା। ଓକେ, and from that day on, ସେଇ ଡେ ପରଠାରୁ I knew, ମୁଁ ଜାଣିଲି ଯେ for certain that one need not fear the strong. ମୁଁ ଜାଣିଲି ଯେ କେବେ ବି ଗୋଟେ ଷ୍ଟ୍ରଙ୍ଗ ଲୋକକୁ ଡରିବା ନାହିଁ। ଓକେ, all one needs is to know the way to beat them. ଯେଭଳି ହେଲେ ବି ତାକୁ ଗୋଟେ ବାଟ ଥାଏ, ତାକୁ ବିଟ୍ କରିବା ପାଇଁ ଗୋଟେ ହେଲେ ବି ବାଟ ଥାଏ। For every strong man there is a specially jujutsu. Okay, for every strong man, ପ୍ରତ୍ୟେକ ଷ୍ଟ୍ରଙ୍ଗ ମ୍ୟାନ ପାଇଁ କୌଣସି ସ୍ପେଶାଲ ଜୁଜୁତ୍ସୁ ଥାଏ। ଏହାର ମାନେ ହଉଛି ପ୍ରତ୍ୟେକ ଶକ୍ତିଶାଳୀ ଜିନିଷ ପାଇଁ କିଛି ନା କିଛି ସଲ୍ୟୁସନ ଥାଏ। ତା ପ୍ରତି ଯୋଉ ଆମର ଫିୟର ଅଛି ତାକୁ ଦୂରେଇବା ପାଇଁ ଥାଏ। ହେଲା, ସେଇଆ କୁହାଯାଏ ସ୍ପେଶାଲ ଜୁଜୁତ୍ସୁ। କିଛି ସ୍ପେଶାଲ ୱେ ଥାଏ ସେଇ ଡରକୁ ମାନେ ଭଗେଇବା ପାଇଁ। ହେଲା, what also I learned on his occasion that to be a poet I had not only to write poems but know how to stand up for them. ଆଉ ମୁଁ କଣ ଶିଖିଲି ଏହି ଯୋଉ ଅକେଜନଟା, ଏଇ ଯୋଉ ଘଟଣାଟା ହେଲା, ତାଠାରୁ ମଧ୍ୟ ଆଉ କଣ ଶିଖିଲି, ଟୁ ବି ଏ ପୋଏଟ, ଗୋଟେ ପୋଏଟ ହବା। I had not only to write poems, କେବଳ ପୋଏମ୍ସ ଲେଖିବା ପାଇଁ ପୋଏଟ ହବାନି, ଆଉ କଣ ନା ଏହି ପୋଏମରୁ କଣ ଶିଖିଲି
ନା ବଟ୍ नो ହାଉ ଟୁ ଷ୍ଟାଣ୍ଡ ଅପ୍ ଫର୍ ଦେମ୍। ଆଉ ସେଇ ପୋଏମ୍ସ ପାଇଁ କିପରି ମୁଁ ଷ୍ଟାଣ୍ଡ ଅପ୍ ହେବି, କିଭଳି ଆଗକୁ ଆସୁଥିବା ପ୍ରୋବ୍ଲେମକୁ ମୁଁ ଫେସ୍ କରିବି। ଖାଲି ପୋଏମ୍ ଲେଖିବା ନୁହଁ, ତା ପ୍ରତି ମଧ୍ୟ ଷ୍ଟାଣ୍ଡ ହବା, ତା ପ୍ରତି ମଧ୍ୟ ଯୋଉ ଆଗକୁ ପ୍ରୋବ୍ଲେମ ଆସୁଛି ତା ପାଇଁ ଷ୍ଟାଣ୍ଡ ହବା, ଫେସ୍ କରିବା ସେ ପ୍ରୋବ୍ଲେମକୁ, ମୁଁ ଏହା ଶିଖିଲି। ଓକେ, ଏଇ ଯୋଉ ଘଟଣାଟି ହେଲା ସେଥିରୁ ମୁଁ ଶିଖିଲି। ତ ତୁମର ଏଇଠି ଷ୍ଟାଣ୍ଡିଂ ଅପ୍ ଫର୍ ୟୋର ସେଲ୍ଫ ଟୋଟାଲି ଟେକ୍ସଟ ହୋଲ୍ ଷ୍ଟୋରି ମୁଁ କଭର ଅପ୍ କରିଦେଲି। ନେକ୍ସଟ ଏଇ ଯୋଉ ପାର୍ଟ 2, ପାର୍ଟ 1, ପାର୍ଟ 2, ପାର୍ଟ 3 ର କ୍ୱେଶ୍ଚନ ଆନ୍ସର ଅଲରେଡି ମୁଁ ଡିସ୍କସ୍ କରିଦେଇଛି। ନେକ୍ସଟ ପାର୍ଟ 4 ର ଆଉ ଗୋଟେ ଭିଡିଓରେ ଡିସ୍କସ୍ କରିବି। ଯଦି କିଛି ଡାଉଟ୍ ଅଛି କିମ୍ବା କୋଉ ୱାର୍ଡର ମିନିଂ ତୁମେ ମାନେ ବୁଝିପାରିଲନି, ଦେନ୍ ମତେ ତୁମେ ପଚାରି ପାରିବ କମେଣ୍ଟ ବକ୍ସରେ। ଓକେ, ଯଦି ଭିଡିଓ ଭଲ ଲାଗିଥିବ ତାହେଲେ ଲାଇକ୍ କରିଦବ। ଆଉ ଗୁଡ୍ ବାଇ ଷ୍ଟୁଡେଣ୍ଟସ୍।